Hello, hi, namaste, bhale namaste. This is my first video on YouTube. ଚାଲନ୍ତୁ ଆଜି ଆରମ୍ଭ କରିବା ଖେଳାଯାଉଥିବା ଭାରତ ବନିଲା ଦକ୍ଷିଣ ଆଫ୍ରିକା ମ୍ୟାଚ୍। ଚାଲନ୍ତୁ କହିବି ଆଜି ଆପଣଙ୍କୁ ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍। ଦର୍ଶକମାନେ ବହୁତ ଉତ୍ସାହିତ ଭାବରେ ଜଗି ବସିଛନ୍ତି ରାତ୍ର 7ଟା PM କୁ। ରାତ୍ର 7ଟା PM ରେ ଆରମ୍ଭ ହେବ ଭାରତ ବର୍ତ୍ତିଲା ଦକ୍ଷିଣ ଆଫ୍ରିକା। ଆପଣମାନେ ଭାବୁଥିବେ କି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଭାରତର ପଲ୍ଲା ଭାରି ଅଛି ଦକ୍ଷିଣ ଆଫ୍ରିକା ଉପରେ, କିନ୍ତୁ ତାହା ନୁହଁ। ବିଗତ 15 ବର୍ଷ ତଳେ ଭାରତ ହାରିଥିଲା ଦକ୍ଷିଣ ଆଫ୍ରିକା ସହିତ ବାରବାଟୀ ଷ୍ଟାଡିୟମରେ। ସେହି ମ୍ୟାଚରେ ସେମାନେ ଫୋପାଡ଼ିଥିଲେ ବୋତଲ ଏବଂ ତାଙ୍କ ପାଖରେ ଥିବା କିଛି ସାମଗ୍ରୀ ଗୁଡ଼ିକ। ସେ ମ୍ୟାଚରେ କାହିଁକି ଫୋପାଡ଼ିଥିଲେ ଦର୍ଶକ ବୋତଲ ଏବଂ ସାମଗ୍ରୀ ଗୁଡ଼ିକ? ଚାଲନ୍ତୁ ଆପଣଙ୍କୁ ମୁଁ କହିଦେବାକୁ ଚାହେଁ, ସେହି ମ୍ୟାଚରେ ଭାରତର ପ୍ରଦର୍ଶନ ବହୁତ ଖରାପ ଥିଲା। ମାତ୍ର 92 ରନ୍ରେ ଭାରତର ସମସ୍ତ ବ୍ୟାଟ୍ସମ୍ୟାନ୍ ଏବଂ ବଲର ଅଲ୍ ଆଉଟ୍ ହୋଇଯାଇଥିଲେ। ସେହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ମାତ୍ର 11 ଓଭରରେ ଜିତି ଯାଇଥିଲା। ସେଥିପାଇଁ ଦର୍ଶକମାନେ କ୍ରୋଧିତ ହୋଇ ବୋତଲ ମାଡ଼ କରିଥିଲେ। କିନ୍ତୁ ଆଜି ତାହା ନ ହେବା ପାଇଁ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ପର୍ଯ୍ୟନ୍ତ ତାଙ୍କର ଦୃଢ଼ ପ୍ରକଳ୍ପ ଚଳାଇ ରହିଛନ୍ତି। ଚାଲନ୍ତୁ ଦେଖିବା ଆଜିର 7ଟା PM ହୋଇଥିବା ମ୍ୟାଚକୁ। ରଖିନି ଆଜି ପାଇଁ ଏତିକି। ଜୟ ହିନ୍ଦ, ଜୟ ଭାରତ।